ମଞ୍ଚାସୀନ ସମସ୍ତଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ନମସ୍କାର ଜଣାଏ। ନମସ୍କାର। ହାଲେଲୁୟା। ସେ ଆମମାନଙ୍କୁ ଭୁଲି ଗଲେ ନାହିଁ, ପାସୋରି ଗଲେ ନାହିଁ। ଆମେ ଯେ ଧୂଳି ମାତ୍ର, ଏହା ସେ ସ୍ମରଣ କଲେ। ଆଶାହୀନ ମୋର ବିଶ୍ୱାସ ଧରାରେ ନିରାଶ ସାଗରେ ଦିନହୀନ ଏହି ନିମନ୍ତେ ମରଣ ନିର୍ଜଳ ପ୍ରାନ୍ତରେ ମରୁ ପ୍ରାନ୍ତରୁ ଦୁଃଖ ଜାଲରୁ ମତେ କଦାପି ଛାଡ଼ିବେ ନା। ହାଲେଲୁୟା, ହାଲେଲୁୟା, ହାଲେଲୁୟା। ମତେ କଦାପି ଛାଡ଼ିବେ ନା। ମତେ କଦାପି ଛାଡ଼ିବେ ନା। ପାପ ଭରା ମୋର ପଙ୍କିଳ ଜୀବନ ଦୁର୍ବଳ ପରାଣ କ୍ଷମାର ସାଗର ପ୍ରେମିକ ଯୀଶୁ ହେ ନିଏ ମୋ ଶରଣ। ହାଲେଲୁୟା, ହାଲେଲୁୟା। ପାପ ଭରା ମୋର ପଙ୍କିଳ ଜୀବନ ଦୁର୍ବଳ ପରାଣ କ୍ଷମାର ସାଗର ପ୍ରେମିକ ଯୀଶୁ ହେ ନିଏ ମୋ ଶରଣ। ମରୁ ପ୍ରାନ୍ତରୁ ଦୁଃଖ ଜାଲରୁ ମତେ କଦାପି ଛାଡ଼ିବେ ନା। ହାଲେଲୁୟା। ମରୁ ପ୍ରାନ୍ତରୁ ଦୁଃଖ ଜାଲରୁ ମତେ କଦାପି ଛାଡ଼ିବେ ନା। ହାଲେଲୁୟା। କିଣିଛନ୍ତି ମତେ କରି ତାଙ୍କରି ପବିତ୍ର ରକ୍ତରେ କରିବେ ସ୍ମରଣ ଧୂଳିରୁ ମୁଁ ଜାତ ପାପରେ ପତିତ। ହାଲେଲୁୟା, ହାଲେଲୁୟା। କିଣିଛନ୍ତି ମତେ କରି ତାଙ୍କରି ପବିତ୍ର ରକ୍ତରେ କରିବେ ସ୍ମରଣ ଧୂଳିରୁ ମୁଁ ଜାତ ପାପରେ ପତିତ। ମରୁ ପ୍ରାନ୍ତରୁ ଦୁଃଖ ଜାଲରୁ ମତେ କଦାପି ଛାଡ଼ିବେ ନା। ହାଲେଲୁୟା। ମତେ କଦାପି ଛାଡ଼ିବେ ନା। ମତେ କଦାପି ଛାଡ଼ିବେ ନା। ଗ୍ଲୋରି, ଧନ୍ୟବାଦ ପରମେଶ୍ୱର। ମତେ କଦାପି ଛାଡ଼ିବେ ନା। ମତେ କଦାପି ଛାଡ଼ିବେ ନା।
ଘୋର ସଂକଟ ଝଡ଼ ବତାସେ ମତେ କଦାପି ଛାଡ଼ିବେ ନା। ସେ କଥା ଦେଇଛନ୍ତି, ଆମେ ତୁମକୁ କେବେ ପରିତ୍ୟାଗ କରିବା ନାହିଁ, କେବେ ଛାଡ଼ିବା ନାହିଁ ବୋଲି ସେଇ ପ୍ରଭୁ ପ୍ରତିଜ୍ଞାରେ ବିଶ୍ଵସ୍ତ ଅଟନ୍ତି। ଆମେ ଅବାଟରେ ଗଲେ ମଧ୍ୟ, ଆମେ ତାଙ୍କୁ ଛାଡ଼ି ପରିତ୍ୟାଗ କରି ଚାଲିଗଲେ ମଧ୍ୟ ସେ ଆମମାନଙ୍କୁ ଛାଡ଼ି ନାହାନ୍ତି। ଆଉ ଥରେ ମନେ ପକାଇଲେ, ଆଉ ଥରେ ସ୍ମରଣ କଲେ, ତାଙ୍କ ନିକଟବର୍ତ୍ତୀ ହେବା ପାଇଁ ଅନୁଗ୍ରହ କଲେ। ଅନେକ ଝଡ଼ ବତାସ, ଘୋର ସଂକଟ, ଝଡ଼ ଝଞ୍ଜା, ଆଘାତ ଆସି ବାରବାର ଆକ୍ରମଣ କଲେ ମଧ୍ୟ ସେ ଆମମାନଙ୍କର ପରମେଶ୍ୱର ହେଇଥିବାରୁ ଏଦିନ ଯେମିତି ଆପଣ ଲୋକମାନଙ୍କୁ ପକ୍ଷରେ ଘୁରାଇଲେ, ଓ ଦାଉଦଙ୍କୁ ପକ୍ଷରେ ଘୁରାଇଲେ, ଆଉ ତାଙ୍କ ଇସ୍ରାଏଲକୁ ପକ୍ଷରେ ଘୁରାଇଲେ, ଆଉ କଢାଇ ଦେଲେ, ସୁରକ୍ଷା ଦେଲେ, ବଞ୍ଚାଇଲେ। ହାଲେଲୁୟା। ସେଇ ପ୍ରଭୁ ଆଜି ମଧ୍ୟ ମାନଙ୍କୁ ବଞ୍ଚେଇଛନ୍ତି। ଦାଉଦଙ୍କୁ ବର୍ଚ୍ଛାର ଆଘାତରୁ, ଓ ନିଜ ଶ୍ୱଶୁରର ବର୍ଚ୍ଛାର ଆଘାତରୁ ରକ୍ଷା କଲେ, ସୈନ୍ୟମାନଙ୍କର ଭୟଙ୍କର ଆକ୍ରମଣରୁ ରକ୍ଷା କଲେ। ଗଲିଆତ ସମ୍ମୁଖରେ ଲଜ୍ଜିତ କଲେ ନାହିଁ, ତାଙ୍କୁ ଜୟ ଦେଲେ। ସେଇ ପ୍ରଭୁ ଆମମାନଙ୍କୁ ଦୟା କରିବା ପାଇଁ ଏବେ ମଧ୍ୟ ମନୋଯୋଗୀ ଅଟନ୍ତି। ଆସୁ ଆମେ ସେଇ ପ୍ରଭୁଙ୍କ ନିକଟରେ ଆପଣ ଆପଣଙ୍କୁ ସମର୍ପଣ କରିଦେଉ। ରାଜା, ତୁମକୁ ଧନ୍ୟବାଦ ଦଉଛୁ ଏ କ୍ଷୁଦ୍ର ଦିନ ଲୋକକୁ ପ୍ରେମ କରିଥିବାରୁ, ଆଜି ତୁମର ସମ୍ମୁଖରେ ଠିଆ ହେବା ପାଇଁ, ଆପଣା ମଣ୍ଡଳୀ ନିକଟରେ ଠିଆ ହେବା ପାଇଁ, ଏବଂ ତୁମ ଲୋକମାନଙ୍କର ସହିତ ମୁଁ ଅଯୋଗ୍ୟ ଠିଆ ପାଇଁ ସୁଯୋଗ ପାଇଥିବାରୁ ମୁଁ ଧନ୍ୟବାଦ ଦଉଛି। ପବିତ୍ର ଆତ୍ମା, ତୁମେ ବକ୍ତା ବୋଲି ମୁଁ ଧନ୍ୟବାଦ ଦଉଛି। ପ୍ରଭୁ, ତୁମେ କଥା ହୁଅ ଏ ସମୟରେ ପ୍ରତ୍ୟେକ ଜୀବନ ସହିତ, ମୋ ସହିତ କଥା ହୁଅ, ଆଉ ତୁମେ ତୁମ ରାଜ୍ୟ ପାଇଁ ପ୍ରସ୍ତୁତ କର। ମହିମା ଗୌରବ ସମ୍ଭ୍ରମ ତୁମକୁ ଦେଉଛୁ, ଯୀଶୁଙ୍କ ନାମରେ ମାଗୁଅଛୁ ପିତା, ଆମେନ୍, ଆମେନ୍।